ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁ ମନକୁ ଜମା ଉଦାସ କରନି। ଯେଉଁମାନେ ଭାବୁଛନ୍ତି ତୋ ପାଇଁ ତାଙ୍କର କ୍ଷତି ହେଉଛି, ତୁ ଘର ପାଇଁ ଅଶୁଭ ସନ୍ତାନ, ତୁ ସେଥିପ୍ରତି ଧ୍ୟାନ ଦେନି। କାହିଁକି ନା ସିଏ ନିଜେ ହିଁ ଅଶୁଭ। ଯେଉଁମାନେ ନିଜେ ଅଶୁଭ ସେମାନେ ଅନ୍ୟକୁ ଖରାପ କହିବାକୁ ଅଛନ୍ତିନି। ଯଦି ସେ ମଣିଷଟି ଭଲ ହେଇଥାନ୍ତା, ସେ କ'ଣ ତୋତେ କେବେ ଖରାପ କହିଥାନ୍ତା? ଗୋଟେ ଭଲ ମଣିଷ କେବେ ଆଉ ଗୋଟେ ମଣିଷକୁ ଖରାପ କହିପାରେନି ସନ୍ତାନ। ସେଥିଲାଗି ତୁ ସେ ପ୍ରତି ଧ୍ୟାନ ଦେନି। ତୋ ଜୀବନ ଗୋଟେ ସଂଘର୍ଷମୟ। ତୁ ତୋ ଜୀବନରେ କେମିତି ସଂଘର୍ଷ କରିକି ବଞ୍ଚିଛୁ ସେ କଥା ତୁ ଜାଣିଛୁ, ଆଉ ତୋ ବାବା ବି ଜାଣିଛନ୍ତି। କାହିଁକି ସେ ଆଡ଼କୁ ମନ ବଳଉଛି ସନ୍ତାନ? ଯେଉଁଠି ଦୁଃଖ, ଯନ୍ତ୍ରଣା, କଷ୍ଟ ଛଡ଼ା ତୋତେ କେବେ କିଛି ମିଳିନି, ଏବେ ବି ତୋତେ କିଛି ମିଳିବନି। ଯେମିତି ତୁ ମୋର ନାମସ୍ମରଣ କରୁଥିଲୁ, ମୋର ପୂଜାପାଠ କରୁଥିଲୁ, ତୋ ଦିନଟିକୁ ଅତିବାହିତ କରୁଥିଲୁ, ସେମିତି କର। ତୋତେ ବହୁତ ଶାନ୍ତି ଆଉ ଆରାମ ମିଳିବ। ତୁ କିଛି ଦିନ ହେବ ପୁରା ଅଳସୁଆ ହେଇଯାଇଛୁ। ଈଶ୍ୱରଙ୍କ ପ୍ରତି ତୋର ଭଲ ପାଇବା ନାହିଁ କି ମୋର ନାମକୁ ସ୍ମରଣ କରିବାର ନାହିଁ। ସେଥିଲାଗି ଏତେ ସବୁ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି ସନ୍ତାନ। ଘରେ ନକାରାତ୍ମକ ଊର୍ଜା ଦେଖା ଦେଉଛି। ଘରର ବାତାବରଣ ବି ଧୀରେ ଧୀରେ ଖରାପ ଆଡ଼କୁ ଯିବାକୁ ଲାଗିଲାଣି। ସନ୍ତାନ, ତୁ ଏସବୁକୁ ବହୁତ ଜଲ୍ଦି ତ୍ୟାଗ କର। ସକାଳେ ଉଠି ନିତ୍ୟକର୍ମ ସାରେ। ଯେମିତି ସୂର୍ଯ୍ୟ ଦର୍ଶନ କରୁଥିଲୁ ସେମିତି କର। ମୋର ସାଇ ଚରିତ୍ର ପାଠ କର। ଜୀବନର ରେଖାକୁ ମୁଁ ବଦଳେଇଛି, ଆଗକୁ ମଧ୍ୟ ମୁଁ ବଦଳେଇବି। ସବୁ କିଛି ଠିକ୍ ହେଇଯିବ। କାଲି ତୁ ଠିକ୍ ସମୟରେ ଖାଇକି ଶୋଇପଡ଼ିଲୁ, ଏବେ ସକାଳ 6ଟାରେ ଉଠି ପଡ଼ିଲୁ। ସେମିତି ନିଜେ ସମୟ ବାହାର କଲେ ସବୁ କାମ ଠିକ୍ରେ ହେବ। ନିଜେ ସମୟ ନ ବାହାର କଲେ କୌଣସି କାର୍ଯ୍ୟ ଠିକ୍ରେ ହେବନି। ତୋ ହାତରେ ସବୁ ଅଛି ସନ୍ତାନ। ଶୀଘ୍ର କାମ ସାରି ନିଜକୁ ସମୟ ବାହାର କରିକି ବହୁତ କାର୍ଯ୍ୟ କରିପାରିବୁ। ସନ୍ତାନ, ଏହି ସଂସାରରେ ଈଶ୍ୱର ଛଡ଼ା କେହି ବି କାହାର ନୁହନ୍ତି। ଈଶ୍ୱରଙ୍କୁ ସବୁବେଳେ ସ୍ମରଣ କର। ଈଶ୍ୱର ଯଦି ତୋ ସାଙ୍ଗରେ ଅଛନ୍ତି, ତୋର ଯିଏ ଯେତେ ଚାହିଁଲେ ବି କ୍ଷତି କରିପାରିବେନି। ଆଜି ବହୁତ ବଡ଼ ଦିନ। ଆଜି ରବିବାର 22 ତାରିଖ। ସନ୍ତାନ, ମୁଁ ତୋତେ କଥା ଦେଉଛି, ମୁଁ ତୋ ଭାଗ୍ୟକୁ ବଦଳେଇଛି, ଆହୁରି ମଧ୍ୟ ବଦଳେଇବି। ତୁ ପଇସା କଥା ପାଇଁ ଜମା ଚିନ୍ତା କରନି। ମନକୁ ସବୁବେଳେ ଛୋଟ କରୁଛୁ। ମୁଁ ତୋତେ ବହୁତ ସାରା ପଇସା ଦେବି। ତୋର ଯାହା ଇଚ୍ଛା ତୁ ସବୁ କିଣିବୁ ସନ୍ତାନ। ତୁ ଖାଲି ଟିକେ ସମୟକୁ ଅପେକ୍ଷା କର। ଏ ମଣିଷମାନଙ୍କ କଥା ଶୁଣି ତୁ ଜମା ଆଖିରୁ ଲୁହ ଗଡ଼ାନି। ମୁଁ ଜାଣିଛି ତୋ ଜୀବନରେ ତୁ ବହୁତ କଷ୍ଟ ସହିଛୁ। କଷ୍ଟ ସହି ସହି ତୁ ପୁରା ପଥର ପାଲଟି ଯାଇଛୁ ସନ୍ତାନ। ଏବେ ତୋତେ କିଏ କ'ଣ କହିଲେ ନ କହିଲେ କିଛି ବି ଫରକ ପଡ଼ୁନି। ସବୁବେଳେ ମୋ ଉପରେ ଭରସା ରଖିଛୁ। ମୋ ବାବା ଅଛନ୍ତି, ମୋର କିଛି ଅସୁବିଧା ହେବନି। ହଁ ସନ୍ତାନ, ତୁ ଠିକ୍ କଥା କହିଛୁ। ମୁଁ ତୋ ସାଙ୍ଗରେ ସବୁବେଳେ ଅଛି। ଯିଏ ଯେତେ ଚାହିଁଲେ ବି ତୋର କେହି ଅସୁବିଧା କରିପାରିବେନି। ତୁ ଏବେ ଉଠ, ମୁଁ ଅଛି, ଚିନ୍ତା କରନି ସନ୍ତାନ।